মহারানী প্রমোদিনী ମୋ ଦୁଇ ପୁଅ ଅକ୍ଷୟ ଅଭୟ ବିଦ୍ୟାଶାଳାରୁ ଗୃହକୁ ଫେରି ଆସିଛନ୍ତି। ହେଲେ ସେମାନେ ଗଲେ କୁଆଡ଼େ ଦେଖାଯାଉନାହାନ୍ତି କାହିଁକି? ତାହେଲେ ଶୀଘ୍ର ଡାକ ମହାରାଣୀ ମୋ ଦୁଇ ପୁଅଙ୍କୁ। କୁଆଡ଼େ ଗଲ ରେ ଧନ? ଶୀଘ୍ର ଆସ। प्रणाम माता पिता। যশস্বী বাবা। पिता धर्म, पिता स्वर्ग, पिता ही परम तप। प्रीतरे प्रियंती बने, प्रियंती सर्वदेवता। जननी जन्मभूमि स्वर्गदपि गणी अस्मि। हो तुम्हें दाम देवता। हे माता पिता।
ଅକ୍ଷୟ माता पिता किरती रथ जा उड़ाई बुतुम पूरा करी दबु अधा गड़ा काम किरती रथ जा उड़ाई बुतुम पूरा करी दबु अधा गड़ा काम दुनिया को दबु भाव स्नेह प्रेम संसारे रखिबु तुमरी सुनाम राजकीय धर्म करिबु त पालन सदा बेले तब पासे हेउथिबु नमन हम त तुम आश्रिता हे माता पिता हम त तुम आश्रिता हे माता पिता प्रणिपात तुम पद जन्मदाता प्रणिपात तुम पद जन्मदाता विजय गोपाल नट रचिता हे माता पिता तुम तो हम देवता हे माता पिता ଅକ୍ଷୟ तम दी भाई को देखिया जे आम जीवनटा धन्य हो जाउछु बाबा बाबा अक्षय पिता बाबा अभय पिता तम दी भाई को मु आज एक निष्पत्ति शुणा जाऊँगी से निष्पत्ति शुणिला परे तम दी भाई मन जमी उणा न हो बाबा ना पिता मो जो निष्पत्ति शुणेबी से निष्पत्ति मो पुआ भयर सम्मतिटा निहाती दरकार बाबा हे पिता अभय तेबे प्रकाश करंतु पिता तेबे प्रकाश करंतु मो कहूँ बाबा मो ज्येष्ठ पुआ अक्षय मो पुआ अक्षय को ये माणिक्य राज सिंहासन अर्पण करे मो मो से वृद्ध जीवन को काल अतिपात करी तेणु तेणु से तोर मतामत कौन बाबा हे पिता अभय आपणक बाचक केबे मन्यथा करिछि नारी बाबा से उचति मो ज्येष्ठ भ्राता से राजा हेले जहा मु राजा हेले ताहा एति मोर कोनोसी आपत्ति नाही पिता एति मोर कोनोसी आपत्ति नाही तो सत कहूँ बाबा हां पिता बाबा अक्षय पिता ए हमरे तोर समग्र जनपर जानिछंती हाँ बाबा मो हेउछि सावत पुत्र ना भाई पिता मो सावत पुत्र मध्य आपण केबे मते सावत पुत्र हिसाब रे देखिना अक्षय मो भाई अभय मध्य मते केबे सावत भाई बोली कहनी ना भाई पिता मो हिसाब रे तो मो भाई अभय राजा हेबा कथा ज्येष्ठ भ्राता भाई ए बड़ भाई केबे कोठी नाना केबे कोठी देखिछ बड़ थाउ थाउ सान राजा हेबार अभय ए ज्येष्ठ भ्राता भाई तुमे राजा हुआ बड़ा भाई
ତୁମେ ରାଜା ହୁଅ ମୁଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି। ଧନ୍ୟରେ ପୁତ୍ର ଭାତୃଭକ୍ତ ଅଭୟ ତୋ ମୁଖରୁ ଆଜି ଏ କଥା ଶୁଣି ତୋ ପିତାମାତାର ଜୀବନଟା ସବୁଦିନ ପାଇଁ ଧନ୍ୟ ହୋଇଗଲାଣି ବାବା। ହଁ ମୋ ପୁଅ ଅକ୍ଷୟ ଏ ମାଣିକ୍ୟଗଡ଼ ରାଜ ସିଂହାସନରେ ଅଳଙ୍କୃତ ହବ ବାବା ଅକ୍ଷୟ। ପିତା ଠିକ ଅଛି ପିତା ମୁଁ ନିଶ୍ଚୟ ରାଜା ହେବି। ହଁ ବାବା ହଁ। ହେଲେ ପିତା ରାଜା ହେବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟାଏ କଥା କହିବା ପାଇଁ ଚାହୁଁଛି। କ'ଣ କହିବୁ ବାବା? ପିତା ମୁଁ ଚାହୁଁଛି ଏ ଆମ ରାଜ୍ୟକୁ ଥରୁଟିଏ ପରିଭ୍ରମଣ କରିବା ପାଇଁ, କାହିଁକି ନା ମୁଁ ଜାଣିବାକୁ ଚାହୁଁଛି ଏ ଆମ ରାଜ୍ୟର ସମଗ୍ର ଜନପ୍ରଜା କିପରି ଭାବରେ ତାଙ୍କ ଜୀବନ ଯାପନ କରୁଛନ୍ତି ଅକ୍ଷୟ ତା ମୁଁ ଥରୁଟିଏ ଦେଖିବାକୁ ଚାହୁଁଛି ପିତା। ଆପଣ ଯଦି ଆଦେଶ ଦେବେ ତାହେଲେ ଆସନ୍ତାକାଲି ମୁଁ ପରିଭ୍ରମଣ କରିବା ପାଇଁ ଯିବି। ଆସନ୍ତାକାଲି ତୁ ପରିଭ୍ରମଣ କରିବା ପାଇଁ ଯିବୁ ବାବା? ହଁ ପିତା। ତୋ ହେଲୁ ରାଜପୁତ୍ର ଆଉ ରାଜପୁତ୍ରର କର୍ତ୍ତବ୍ୟ ହେଉଛି ସେଇ ରାଜଧର୍ମ ପାଳନ କରିବା, ପ୍ରଜାକୁ କିପରି ପାଳିତ କରାଯାଏ ଆଉ ସେଇ ପରାକ୍ରମୀ ଶତ୍ରୁକୁ କିପରି ଦମନ କରାଯାଏ ସେଇ କଥା ତୋତେ ଜାଣିବା ଆବଶ୍ୟକ। ନିଶ୍ଚୟ ପିତା। ହେଲେ ଗୋଟେ କଥା ବାବା, ପିତା ତୁ ଏକା ଯିବୁନି, ତୋ ସାଥିରେ ତୋ ସାନ ଭାଇ ଅଭୟକୁ ତତେ ନେଇକି ଯିବାକୁ ପଡ଼ିବ। ଏ କ'ଣ କହୁଛନ୍ତି ପିତା? ହଁ ମୋ ସହିତ ମୋ ଭାଇ ଅଭୟ ମଧ୍ୟ ଯିବ? ହଁ ଜ୍ୟେଷ୍ଠ ଭ୍ରାତା। ନା ପିତା ନା, ମୁଁ ଏକାକି ଚାଲିଯିବି। ଜ୍ୟେଷ୍ଠ ଭ୍ରାତା ଭାଇ ଏ ବଡ଼ ଭାଇ ତୁମେ ଯଦି ଏକା ଚାଲିଯିବ ଏ ଘରେ ରହିବା ପାଇଁ ଜମା ମତେ ଭଲ ଲାଗିବ ଅଭୟ ନାହିଁ। ଠିକ୍ କହିଛି। ଏ ଜ୍ୟେଷ୍ଠ ଭ୍ରାତା ଭାଇ ତୁମେ ହଉଛ ମୋ ରାମଚନ୍ଦ୍ର, ମୁଁ ହଉଛି ତୁମ ଲକ୍ଷ୍ମଣ। ଯେମିତିକି ରାମଙ୍କ ପାଇଁ ଲକ୍ଷ୍ମଣ 14 ବର୍ଷ ବନବାସ କଷ୍ଟ ସହି ତା ଭାତୃ ପ୍ରେମ ଦେଖାଇଥିଲେ, ଠିକ୍ ସେମିତି ମୁଁ ସଦା ସର୍ବଦା ତୁମ ପାଦ ସେବା କରିବାକୁ ଚାହୁଁଛି। ଏ ଜ୍ୟେଷ୍ଠ ଭ୍ରାତା ଭାଇ ମତେ ବି ସାଥିରେ ନେଇକି ଯାଅ ନା, ମତେ ବି ସାଥିରେ ନେଇକି ଯାଅ। ଠିକ ଅଛି ଭାଇ, ତୋର ଯଦି ଯିବାର ଇଚ୍ଛା ତାହେଲେ ଆସନ୍ତାକାଲି ତୁ ମୋ ସହିତ ପରିଭ୍ରମଣ କରିବା ପାଇଁ ଯିବୁ। ସତ କହୁଛ ବଡ଼ ଭାଇ? ହଁ ଭାଇ। ମା ଏ ମା ମା ମତେ ନା ଭାରି ଭୋକ ଆରେ ହେଲାଣି। ବାବା ଭୋକ ଲାଗୁଛି ଧନ? ହଁ, ତୋ ପାଇଁ ପୁରୀ କ୍ଷୀରି ବନେଇକି ରଖିଛନ୍ତି ସୁନା। ସତ କହୁଛ ମା? ଅରେ ଧନ କାଲି ଯିବା। ଚାଲ ରେ ଧନ। ଜ୍ୟେଷ୍ଠ ଭ୍ରାତା ଭାଇ ଯିବା, ମତେ ନା ଭାରି ଭୋକ ହେଲାଣି। ଚାଲ କହୁଛି। ବାବା। ହଁ ଯିବା ଭାଇ। ଚାଲି ଯିବା।